ओम शांति 19 एप्रिल 2025 प्रातः मुरली शिव भगवान मधुर महावाक्य। शिव बाबा कहते मिठे बच्चे बेहदर पिता सहित विश्वस्त होई रुह, तेबे तांकठारु संपूर्ण शक्ति प्राप्त हेब, माया उपरे विजयी होई परिब। बेहदर पिता सहित विश्वस्त होई रुह, तेबे तांकठारु संपूर्ण शक्ति प्राप्त हेब, माया उपरे विजयी होई परिब। प्रश्न, बाबांक पाखरे केउं मुख्य अथॉरिटी अर्थात क्षमता रहिछि, तार लक्षण कौन? बाबांक पाखरे केउं मुख्य अथॉरिटी अर्थात क्षमता रहिछि, तार लक्षण कौन? उत्तर, बाबांक पाखरे मुख्यतः ज्ञानर अथॉरिटी रहिछि। ज्ञानर सागर होइथिबा कारणरू तुममानकु ज्ञानर पाठ पढ़ाउछन्ति, निज समान ज्ञानवान करुछन्ति। तुम भितरे पाठ पढ़ार लक्ष्य ओ उद्देश्य रहिछि। पाठ पढ़ा आधाରରେ ହିଁ ତୁମେ ଉଚ୍ଚ ପଦ ପାଉଛ। ଗୀତ ବଦଲ ଯାଏ ଦୁନିଆ ନ ବଦଲେଙ୍ଗେ ହମ୍। ଓମ୍ ଶାନ୍ତି। ଭକ୍ତମାନେ ଭଗବାନଙ୍କର ମହିମା କରୁଛନ୍ତି। ବର୍ତ୍ତମାନ ତ ତୁମେ ଭକ୍ତ ନୁହଁ, ତୁମେ ସେହି ଭଗବାନଙ୍କର ସନ୍ତାନ ହୋଇଯାଇଛ। ବାବାଙ୍କୁ ତ ବିଶ୍ୱସ୍ତ ସନ୍ତାନ ଦରକାର, ସେଥିପାଇଁ ପ୍ରତ୍ୟେକ କଥାରେ ବିଶ୍ୱସ୍ତ ରହିବା ଆବଶ୍ୟକ। ସ୍ତ୍ରୀ ବ୍ୟତୀତ ସ୍ୱାମୀର ଅଥବା ସ୍ୱାମୀ ବ୍ୟତୀତ ସ୍ତ୍ରୀର ଯଦି ଅନ୍ୟ ଆଡ଼କୁ ଦୃଷ୍ଟି ଯାଉଛି, ତେବେ ତାଙ୍କୁ ମଧ୍ୟ ବେଓଫା ବା ବିଶ୍ୱାସଘାତୀ କୁହାଯିବ। ତେବେ ଇଏ ମଧ୍ୟ ବେହଦର ବାବା ଅଟନ୍ତି। ତାଙ୍କ ସାଥିରେ ମଧ୍ୟ ବିଶ୍ୱସ୍ତ ଏବଂ ଅବିଶ୍ୱସ୍ତ ଉଭୟ ରହୁଛନ୍ତି। ବିଶ୍ୱସ୍ତ ହୋଇ ପୁଣି ଅବିଶ୍ୱସ୍ତ ହୋଇଯାଉଛନ୍ତି। ବାବା ତ ହେଉଛନ୍ତି ହାଇଏଷ୍ଟ ଅଥରିଟି ଅର୍ଥାତ ସର୍ବୋଚ୍ଚ ଅଧିକାରୀ, ସର୍ବଶକ୍ତିମାନ ଅଟନ୍ତି ନା। ତେଣୁ ତାଙ୍କର ସନ୍ତାନମାନେ ମଧ୍ୟ ସେହିପରି ହେବା ଉଚିତ। ବାବାଙ୍କ ପାଖରେ ଶକ୍ତି ଅଛି। ପିଲାମାନଙ୍କୁ ରାବଣ ଉପରେ ବିଜୟ ପ୍ରାପ୍ତ କରିବାର ଯୁକ୍ତି ବା ଉପାୟ ବତାଉଛନ୍ତି, ସେଥିପାଇଁ ତାଙ୍କୁ ସର୍ବଶକ୍ତିମାନ କୁହାଯାଉଛି। ତେଣୁ ତୁମେ ମଧ୍ୟ ଶକ୍ତିସେନା ଅଟନା। ତେଣୁ ତୁମେମାନେ ନିଜକୁ ମଧ୍ୟ ସର୍ବଶକ୍ତିମାନ କହିପାରିବ। ବାବାଙ୍କ ପାଖରେ ଯେଉଁ ଶକ୍ତି ଅଛି, ସେହି ଶକ୍ତି ସେ ଆମକୁ ଦେଉଛନ୍ତି। ତୁମେ ମାୟା ରାବଣ ଉପରେ ବିଜୟ କିପରି ପାଇପାରିବ, ସେହି ଉପାୟ ବତାଉଛନ୍ତି। ତେଣୁ ତୁମକୁ ମଧ୍ୟ ଶକ୍ତିବାନ ହେବାକୁ ପଡ଼ିବ। ବାବା ହେଉଛନ୍ତି ଜ୍ଞାନର ଅଥରିଟି, ନଲେଜ ଫୁଲ ବା ଜ୍ଞାନର ଭଣ୍ଡାର ଅଟନ୍ତି ନା। ଯେପରି ସେମାନେ ଶାସ୍ତ୍ର ଏବଂ ଭକ୍ତି ମାର୍ଗର ଅଥରିଟି ଅଟନ୍ତି, ସେହିପରି ଏବେ ତୁମେ ଅଲମାଇଟି ଅଥରିଟି ନଲେଜ ଫୁଲ ବା ସର୍ବଶକ୍ତିରେ ସମ୍ପନ୍ନ ଜ୍ଞାନବାନ ହେଉଛ। ତୁମକୁ ମଧ୍ୟ ଜ୍ଞାନ ମିଳୁଛି। ଏହା ହେଉଛି ପାଠଶାଳା। ଏଠାରେ ଯେଉଁ ଜ୍ଞାନ ତୁମେ ପଢ଼ୁଛ, ତାହା ଦ୍ୱାରା ଉଚ୍ଚପଦ ପାଇପାରିବ। ଏହା ଏକମାତ୍ର ପାଠଶାଳା ଅଟେ। ତୁମକୁ ଏଠାରେ ପାଠ ପଢ଼ିବାକୁ ହେବ, ଆଉ କୌଣସି ପ୍ରାର୍ଥନା ଆଦି କରିବାର ନାହିଁ। ତୁମକୁ ପାଠ ପଢ଼ା ଦ୍ୱାରା ବର୍ଷା ମିଳୁଛି, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ରହିଛି। ତୁମେ ଜାଣିଛ, ବାବା ହେଉଛନ୍ତି ଜ୍ଞାନର ସାଗର। ତାଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ଅଲଗା। ସିଏ ଜ୍ଞାନର ସାଗର, ତେଣୁ ସିଏ ହିଁ ଏହି ଜ୍ଞାନକୁ ଜାଣିଛନ୍ତି ଏବଂ ସେ ହିଁ ଆମକୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି। ଅନ୍ୟ କେହି ଦେଇପାରିବେ ନାହିଁ। ବାବା ସମ୍ମୁଖକୁ ଆସି ଜ୍ଞାନ ଦେଇ ପୁଣି ଚାଲି ଯାଉଛନ୍ତି। ଏହି ପାଠପଢ଼ା ଦ୍ୱାରା ପ୍ରାରବ୍ଧ କ'ଣ ମିଳୁଛି, ଏକଥା ମଧ୍ୟ ତୁମେ ହିଁ ଜାଣିଛ। ବାକି ଯେଉଁ ସବୁ ସତ୍ସଙ୍ଗ ଅଥବା ଗୁରୁ ଗୋସାଇଁ ଆଦି ଅଛନ୍ତି, ସେସବୁ ହେଉଛନ୍ତି ଭକ୍ତି ମାର୍ଗର। ଏବେ ତୁମକୁ ଜ୍ଞାନ ମିଳୁଛି, ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ ସେମାନଙ୍କ ଭିତରୁ ଯଦି ଏହି ଧର୍ମର କେହି ଥିବେ, ତେବେ ସେମାନେ ମଧ୍ୟ ବାହାରି ଆସିବେ। ତୁମମାନଙ୍କୁ ସେବାର ଭିନ୍ନ ଭିନ୍ନ ଉପାୟମାନ ବାହାର କରିବା ଉଚିତ। ନିଜର ଅନୁଭବ ଶୁଣାଇ ଅନେକଙ୍କର ଭାଗ୍ୟ ଗଢ଼ିବା ଉଚିତ। ତୁମ ସେବାଧାରୀ ସନ୍ତାନମାନଙ୍କର ଅବସ୍ଥା ବହୁତ ନିର୍ଭୟ, ଅଟଳ ଏବଂ ଯୋଗଯୁକ୍ତ ହେବା ଆବଶ୍ୟକ। ଯୋଗଯୁକ୍ତ ହୋଇ ସେବା କରିଲେ ସଫଳତା ଅବଶ୍ୟ ମିଳିପାରିବ। ପିଲାମାନେ, ତୁମେ ନିଜକୁ ସମ୍ପୂର୍ଣ୍ଣ ସଂଯତ ରଖିବା ଦରକାର। କେବେ ହେଲେ କ୍ରୋଧ ଆଦି ନ ଆସୁ, ପକ୍କା ଯୋଗଯୁକ୍ତ ହୋଇ ରହିବା ଦରକାର।
ବାବା ବୁଝାଉଛନ୍ତି, ବାସ୍ତବରେ ତୁମେ ସବୁ ହେଉଛ ବାନପ୍ରସ୍ଥୀ, ବାଣୀରୁ ଉର୍ଦ୍ଧ୍ୱରେ ରହୁଥିବା ଆତ୍ମା। ବାନପ୍ରସ୍ଥୀ ଅର୍ଥାତ୍ ବାଣୀରୁ ଉର୍ଦ୍ଧ୍ୱରେ ଥିବା ଘରକୁ ଅର୍ଥାତ୍ ନିର୍ବାଣ ଧାମକୁ ଏବଂ ବାବାଙ୍କୁ ମନେ ପକାଉଥିବା ଆତ୍ମା। ଏହା ବ୍ୟତୀତ ଅନ୍ୟ କୌଣସି ଇଚ୍ଛା ନାହିଁ। ମୋତେ ଭଲ କପଡ଼ା ଦରକାର, ଏସବୁ ହେଉଛି ଛି ଛି ଅର୍ଥାତ୍ ନିକୃଷ୍ଟ ଇଚ୍ଛା। ଦେହ ଅଭିମାନୀ କେବେ ବି ସେବା କରିପାରିବେ ନାହିଁ। ତେଣୁ ଦେହୀ ଅଭିମାନୀ ହେବାକୁ ପଡ଼ିବ। ଭଗବାନଙ୍କ ସନ୍ତାନମାନଙ୍କୁ ତ ଶକ୍ତି ଆବଶ୍ୟକ ଏବଂ ତାହା ହେଉଛି ଯୋଗର ଶକ୍ତି। ବାବା ତ ସମସ୍ତ ସନ୍ତାନମାନଙ୍କୁ ଜାଣିପାରିବେ ନା। ବାବା ତୁରନ୍ତ କହିଦେବେ, ଏହି ସବୁ ଦୁର୍ବଳତାକୁ ବାହାର କର। ବାବା ବୁଝାଉଛନ୍ତି, ଶିବ ମନ୍ଦିରକୁ ଯାଅ, ସେଠାରେ ତୁମକୁ ମୋର ବହୁତ ଭକ୍ତ ମିଳିବେ। ବହୁତ ଅଛନ୍ତି ଯେଉଁମାନେ ଯାଇ କାଶୀରେ ବାସ କରୁଛନ୍ତି, ଭାବୁଛନ୍ତି କାଶୀନାଥ ଆମର କଲ୍ୟାଣ କରିବେ। ସେଠାରେ ତୁମକୁ ବହୁତ ଗ୍ରାହକ ମିଳିବେ, କିନ୍ତୁ ତାଙ୍କୁ ବୁଝାଇବା ପାଇଁ ବୁଦ୍ଧି ବହୁତ ତୀକ୍ଷ୍ଣ ହୋଇଥିବା ଦରକାର। ଗଙ୍ଗା ସ୍ନାନ କରୁଥିବା ବ୍ୟକ୍ତି ମଧ୍ୟ ଯାଇ ବୁଝାଇ ପାରିବ। ମନ୍ଦିରମାନଙ୍କୁ ଯାଇ ବୁଝାଅ, ଗୁପ୍ତ ବେଶରେ ମଧ୍ୟ ଯାଇପାରିବ। ହନୁମାନଙ୍କର ଉଦାହରଣ ରହିଛି। ବାସ୍ତବରେ ସିଏ ତୁମେ ହିଁ ଅଟନା। ଜୋତା ଉପରେ ଯାଇ ବସିବାର କଥା କିଛି ନାହିଁ। ଗାୟନ ଅଛି, ହନୁମାନ ଗୁପ୍ତ ରୂପରେ ଯାଇ ସତ୍ସଙ୍ଗରେ ଜୋତା ରଖିବା ସ୍ଥାନରେ ବସି ଜ୍ଞାନ ଶୁଣନ୍ତି। ଏଥିରେ ବହୁତ ବୁଦ୍ଧିମାନ ହେବା ଆବଶ୍ୟକ। ବାବା ବୁଝାଉଛନ୍ତି, ଏବେ କେହି ହେଲେ କର୍ମାତୀତି ହୋଇନାହାନ୍ତି। କିଛି ନା କିଛି ଦୁର୍ବଳତା ନିଶ୍ଚିତ ରହିଛି। ତୁମମାନଙ୍କର ନିଶା ରହିବା ଉଚିତ ଯେ ଏହା ହିଁ ଏକମାତ୍ର ଦୋକାନ, ଯେଉଁଠାକୁ ସମସ୍ତଙ୍କୁ ଆସିବାକୁ ପଡ଼ିବ। ଦିନେ ସନ୍ନ୍ୟାସୀମାନେ ମଧ୍ୟ ଏଠାକୁ ଆସିବେ। ଦୋକାନ ତ ଗୋଟିଏ, ତେଣୁ ଯିବେ କୁଆଡ଼େ? ଯିଏ ବହୁତ ଏଣେ ତେଣେ ଘୂରି ବୁଲିଥିବେ ତାଙ୍କୁ ହିଁ ରାସ୍ତା ମିଳିବ ଏବଂ ସେମାନେ ବୁଝିଯିବେ ଯେ ଏହା ହେଉଛି ଏକମାତ୍ର ଦୋକାନ। ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ଅଟନ୍ତି ନା। ଏପରି ନିଶା ଚଢ଼ିଲେ ଯାଇ କାମ ହେବ। ବାବାଙ୍କୁ ଚିନ୍ତା ରହିଛି ନା, ମୁଁ ଆସିଛି ପତିତମାନଙ୍କୁ ପବିତ୍ର କରି ଶାନ୍ତିଧାମ ଓ ସୁଖଧାମର ବର୍ଷା ଅର୍ଥାତ୍ ସମ୍ପତ୍ତି ଦେବା ପାଇଁ। ତେଣୁ ତୁମମାନଙ୍କୁ ମଧ୍ୟ ଏହି କର୍ତ୍ତବ୍ୟ କରିବା ଦରକାର। ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ଏହା ହେଉଛି ପୁରୁଣା ଦୁନିଆ। ଏହାର ଆୟୁଷ କେତେ? ଆଉ ଅଳ୍ପ ସମୟ ମଧ୍ୟରେ ବୁଝିଯିବେ ଯେ ଏହି ପୁରୁଣା ଦୁନିଆ ଶେଷ ହୋଇଯିବ। ସମସ୍ତ ଆତ୍ମାମାନଙ୍କର ବୁଦ୍ଧିରେ ଏକଥା ଆସିଯିବ ଯେ ନୂଆ ଦୁନିଆର ସ୍ଥାପନା ହୋଇଗଲା ପରେ ଏହି ପୁରୁଣା ଦୁନିଆର ବିନାଶ ହୋଇଯିବ। ଆଗକୁ ଗଲେ ସମସ୍ତେ କହିବେ, ବାସ୍ତବରେ ଭଗବାନ ଏଠାରେ ଅଛନ୍ତି। ଏବେ ତ ରଚୟିତା ବାବାଙ୍କୁ ହିଁ ଭୁଲି ଯାଇଛନ୍ତି। ତ୍ରିମୂର୍ତ୍ତି ଚିତ୍ରରେ ଶିବଙ୍କ ଚିତ୍ରକୁ ଉଡ଼ାଇ ଦେଇଛନ୍ତି। ତେଣୁ ତାହା କୌଣସି କାମର ନୁହେଁ। ସେ ହିଁ ରଚୟିତା ଅଟନ୍ତି ନା। ଶିବଙ୍କ ଚିତ୍ର ରହିବା ଦ୍ୱାରା ସ୍ପଷ୍ଟ ହୋଇଯାଉଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା। ପ୍ରଜାପିତା ବ୍ରହ୍ମା ଅଛନ୍ତି, ତେଣୁ ନିଶ୍ଚିତ ବିକେ ମଧ୍ୟ ରହିବା ଦରକାର। ବ୍ରାହ୍ମଣ କୂଳ ସବୁଠାରୁ ଉଚ୍ଚ କୂଳ। ବ୍ରାହ୍ମଣମାନେ ବ୍ରହ୍ମାଙ୍କର ସନ୍ତାନ ଅଟନ୍ତି। ବ୍ରାହ୍ମଣମାନଙ୍କୁ କିପରି ରଚନା କରୁଛନ୍ତି ଏକଥା ମଧ୍ୟ କେହି ଜାଣିନାହାନ୍ତି। ବାବା ହିଁ ଆସି ତୁମକୁ ଶୂଦ୍ରରୁ ବ୍ରାହ୍ମଣ କରାଉଛନ୍ତି। ଏହା ବହୁତ ସୂକ୍ଷ୍ମ କଥା ଏବଂ ବୁଝିବାର କଥା। ବାବା ଯେତେବେଳେ ସମ୍ମୁଖରେ ଆସି ବୁଝାଇବେ ତେବେ ବୁଝିଯିବେ। ଯେଉଁମାନେ ଦେବତା ଥିଲେ ସେଇମାନେ ହିଁ ଏବେ ଶୂଦ୍ର ହୋଇଯାଇଛନ୍ତି। ଏବେ ସେମାନଙ୍କୁ କିପରି ଖୋଜିବା, ସେଥିପାଇଁ ଯୁକ୍ତି ବାହାର କରିବାକୁ ହେବ, ଯାହାଦ୍ୱାରା ସେମାନେ ବୁଝିପାରିବେ ଯେ ବିକେମାନେ ତ ବଡ଼ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। କେତେ ପରିଚୟ ପତ୍ର ଆଦି ବାଣ୍ଟୁଛନ୍ତି। ବାବା ଉଡ଼ାଜାହାଜରୁ ମଧ୍ୟ ପର୍ଚ୍ଚା ପକାଇବା ପାଇଁ କହୁଛନ୍ତି। ଅତି କମରେ ଖବରକାଗଜ ପରି ଗୋଟିଏ କାଗଜରେ ହୋଇଥିବା ଦରକାର। ସେଥିରେ ମୁଖ୍ୟ ମୁଖ୍ୟ ବିଷୟ, ସିଡ଼ି ଚିତ୍ର ଇତ୍ୟାଦି ମଧ୍ୟ ଛପାଯାଇ ପାରିବ। ମୁଖ୍ୟ ହେଉଛି ଇଂରାଜୀ ଏବଂ ହିନ୍ଦୀ ଭାଷା। ତେଣୁ ତୁମମାନଙ୍କୁ ସାରା ଦିନ ବିଚାର ସାଗର ମନ୍ଥନ କରିବାକୁ ହେବ। ସେବାକୁ କିପରି ବଢ଼ାଇବୁ ଏକଥା ମଧ୍ୟ ଜାଣିଛନ୍ତି। ଡ୍ରାମାନୁସାରେ ପୁରୁଷାର୍ଥ ହେଉଛି। ବୁଝିବାକୁ ହୁଏ ଇଏ ଭଲ ସେବା କରୁଛନ୍ତି। ଏହାଙ୍କର ପଦ ମଧ୍ୟ ଉଚ୍ଚ ହୋଇଥିବ। ପ୍ରତ୍ୟେକ ଅଭିନେତାମାନଙ୍କର ପାର୍ଟ ନିଜସ୍ୱ ଅଟେ। ଏହି ଧାଡ଼ି ମଧ୍ୟ ଲେଖିବା ଜରୁରୀ।
ବାବା ମଧ୍ୟ ଏହି ଡ୍ରାମାରେ ନିରାକାରୀ ଦୁନିଆରୁ ଆସି ସାକାରୀ ଶରୀରର ଆଧାର ନେଇ ପାଠ କରୁଛନ୍ତି। ଏବେ ତୁମ ବୁଦ୍ଧିରେ ଅଛି କିଏ କିଏ କେତେ ପାଠ କରୁଛନ୍ତି। ତେଣୁ ଏହି ଲାଇନ ମଧ୍ୟ ମୁଖ୍ୟ ଅଟେ। ଏହି କଥାକୁ ସିଦ୍ଧ କରି ବତାଇବାକୁ ହେବ। ଏହି ସୃଷ୍ଟିଚକ୍ରର ରହସ୍ୟକୁ ଜାଣିଲେ ମନୁଷ୍ୟ ସ୍ୱଦର୍ଶନ ଚକ୍ରଧାରୀ ହୋଇ ଚକ୍ରବର୍ତ୍ତୀ ରାଜା ବିଶ୍ୱର ମାଲିକ ହୋଇପାରିବେ। ତୁମ ପାଖରେ ତ ସମସ୍ତ ଜ୍ଞାନ ରହିଛି ନା? ବାବାଙ୍କ ପାଖରେ ଗୀତାର ଜ୍ଞାନ ରହିଛି, ଯାହାଦ୍ୱାରା ମନୁଷ୍ୟ ନରରୁ ନାରାୟଣ ହେଉଛନ୍ତି। ସମ୍ପୂର୍ଣ୍ଣ ଜ୍ଞାନ ବୁଦ୍ଧିରେ ଆସିଗଲେ ପୁଣି ସମ୍ପୂର୍ଣ୍ଣ ବାସାଇ ଦରକାର। ତେଣୁ ପିଲାମାନଙ୍କୁ ଏପରି ଏପରି ବିଚାର କରି ବାବାଙ୍କ ସେବାରେ ଲାଗିଯିବା ଉଚିତ। ଜୟପୁରରେ ମଧ୍ୟ ଏହି ଆଧ୍ୟାତ୍ମିକ ମ୍ୟୁଜିୟମ ସ୍ଥାୟୀ ହୋଇ ରହିବ। ଲେଖାଯାଇଛି, ଏହାକୁ ବୁଝିବା ଦ୍ୱାରା ମନୁଷ୍ୟ ବିଶ୍ୱର ମାଲିକ ହୋଇପାରିବେ। ଯିଏ ବି ଦେଖିବେ ପରସ୍ପରକୁ ଶୁଣାଇବେ। ତେବେ ପିଲାମାନେ ସର୍ବଦା ସେବାରେ ଉପସ୍ଥିତ ରହିବା ଉଚିତ। ମମା ମଧ୍ୟ ସେବାରେ ରହିଛନ୍ତି। ତାଙ୍କୁ ମଧ୍ୟ ଏହି ସେବାରେ ନିୟୋଜିତ କରାଯାଇଥିଲା। ଏକଥା କୌଣସି ଶାସ୍ତ୍ରରେ ନାହିଁ ଯେ ସରସ୍ୱତୀ କିଏ? ପ୍ରଜାପିତା ବ୍ରହ୍ମାଙ୍କର କ'ଣ କେବଳ ଜଣେ ମାତ୍ର କନ୍ୟା ଥିବେ କି? ଅନେକ କନ୍ୟା ଅନେକ ନାମଧାରୀ ଥିବେ ନା? ସେ ମମା ମଧ୍ୟ ପୋଷ୍ୟକନ୍ୟା ଥିଲେ। ଯେପରି ତୁମେ, ଜଣେ ମୁଖ୍ୟ ଚାଲିଗଲେ ପୁଣି ଅନ୍ୟ ଜଣକୁ ନିଯୁକ୍ତ କରାଯାଇଥାଏ। ପ୍ରାଇମ ମିନିଷ୍ଟର ମଧ୍ୟ ଆଉ ଜଣକୁ ନିଯୁକ୍ତ କରାଯାଇଥାଏ। ଯୋଗ୍ୟ ମନେ କଲେ ତାଙ୍କୁ ପସନ୍ଦ କରିଥାନ୍ତି। ପୁଣି ସମୟ ପୁରା ହୋଇଗଲେ ଅନ୍ୟ ଜଣକୁ ବାଛିବାକୁ ପଡ଼ିଥାଏ। ବାବା ସନ୍ତାନମାନଙ୍କୁ ପ୍ରଥମେ ଏହି ମାନର୍ସ ଅର୍ଥାତ୍ ଶିଷ୍ଟାଚାର ଶିଖାଉଛନ୍ତି ଯେ ତୁମେ କାହାକୁ କିପରି ସମ୍ମାନ ଦେବା ଦରକାର। ଅପାଠୁଆମାନଙ୍କୁ ସମ୍ମାନ ଦେବା ବି ଜଣା ନଥାଏ। ଯେଉଁମାନେ ଅଧିକ ତୀବ୍ର ପୁରୁଷାର୍ଥୀ ସେମାନଙ୍କୁ ସମ୍ମାନ ଦେବାକୁ ପଡ଼ିଥାଏ। ବଡ଼ମାନଙ୍କର ରିଗାର୍ଡ଼ ବା ସମ୍ମାନ ରଖିଲେ ସେମାନେ ମଧ୍ୟ ଶିଖିଯିବେ। ଅପାଠୁଆମାନେ ବୁଦ୍ଧୁ ଅର୍ଥାତ୍ ବୋକା ଥାନ୍ତି। ବାବା ଅପାଠୁଆମାନଙ୍କୁ ମଧ୍ୟ ଆଗରେ ରଖୁଛନ୍ତି। ଆଜିକାଲି ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଆଗରେ ରଖୁଛନ୍ତି। ତୁମେ ଜାଣିଛ, ଆମ ଆତ୍ମାମାନଙ୍କର ନିର୍ବନ୍ଧ ପରମାତ୍ମାଙ୍କ ସହିତ ହୋଇସାରିଛି। ତୁମେ ବହୁତ ଖୁସି ହେଉଛ ଯେ ଆମେ ତ ଯାଇ ବିଷ୍ଣୁପୁରୀର ମାଲିକ ହେବୁ। କନ୍ୟା ବରକୁ ନ ଦେଖିଥିଲେ ମଧ୍ୟ ବୁଦ୍ଧି ଯୋଗ ତା ସହିତ ଲାଗିଯାଇଥାଏ ନା? ଏକଥା ମଧ୍ୟ ଆତ୍ମା ଜାଣିଛି। ଏହି ଆତ୍ମା ଏବଂ ପରମାତ୍ମାଙ୍କର ନିର୍ବନ୍ଧ ୱାଣ୍ଡରଫୁଲ ବା ଆଶ୍ଚର୍ଯ୍ୟଜନକ ଅଟେ। ଏଠାରେ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ। ସେମାନେ କହନ୍ତି, ଗୁରୁଙ୍କୁ ମନେ ପକାଅ, ଅମୁକ ମନ୍ତ୍ରକୁ ଜପ କର। ଏଠାରେ ତ ବାବା ହିଁ ସବୁ କିଛି ଅଟନ୍ତି। ବାବା ବ୍ରହ୍ମାଙ୍କ ଶରୀରରେ ଆସି ନିର୍ବନ୍ଧ କରାଉଛନ୍ତି। କହୁଛନ୍ତି, ମୁଁ ତୁମର ପିତା ମଧ୍ୟ ଅଟେ। ତୁମମାନଙ୍କୁ ମୋ ଠାରୁ ହିଁ ବର୍ଷା ମିଳୁଛି। ଯେପରି କନ୍ୟାର ନିର୍ବନ୍ଧ ହୋଇଗଲା ପରେ ଆଉ ବରକୁ ଭୁଲି ନଥାଏ। ତୁମେ କାହିଁକି ଭୁଲି ଯାଉଛ? କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ସମୟ ଲାଗୁଛି। କର୍ମାତୀତ ଅବସ୍ଥାକୁ ପାଇବା ପରେ ମଧ୍ୟ ଘରକୁ ତ କେହି ଯାଇପାରିବେ ନାହିଁ। ସାଜନ ଅର୍ଥାତ୍ ବର ପ୍ରଥମେ ଯିବେ, ତେବେ ଯାଇ ବରଯାତ୍ରୀ ଯିବେ। ଶଙ୍କରଙ୍କର କଥା ନୁହେଁ, ବାସ୍ତବରେ ଏହା ଶିବଙ୍କର ବରଯାତ୍ରୀ। ଜଣେ ହେଲେ ସାଜନ, ବାକି ସମସ୍ତେ ସଜନୀ। ତେବେ ଏହା ହେଉଛି ଶିବ ବାବାଙ୍କର ବରଯାତ୍ରୀ। ଶାସ୍ତ୍ରରେ ବାବାଙ୍କର ସନ୍ତାନ ଶଙ୍କରଙ୍କର ନାମ ଲେଖିଦେଇଛନ୍ତି। ଦୃଷ୍ଟାନ୍ତ ଦେଇ ବୁଝାଯାଇଥାଏ, ବାବା ଆସି ଗୁଲଗୁଲ ଅର୍ଥାତ୍ ଫୁଲ ଭଳି କରି ସମସ୍ତଙ୍କୁ ନେଇଯାଉଛନ୍ତି। ପିଲାମାନେ ଯିଏକି କାମ ଚିତା ଉପରେ ବସି ପତିତ ହୋଇଯାଇଛନ୍ତି, ସେମାନଙ୍କୁ ଜ୍ଞାନ ଚିତା ଉପରେ ବସାଇ ଫୁଲ ଭଳି ଗୁଲଗୁଲ କରି ସାଥିରେ ନେଇଯିବେ। ଏହା ତ ପୁରୁଣା ଦୁନିଆ ନା? ବାବା କଳ୍ପ କଳ୍ପ ଆସୁଛନ୍ତି। ଆମ ଭଳି ଛି ଛି ନିକୃଷ୍ଟ ଆତ୍ମାମାନଙ୍କୁ ଆସି ଗୁଲଗୁଲ କରି ନେଇଯାଉଛନ୍ତି। ରାବଣ ଛି ଛି କରିଦେଉଛି, ପୁଣି ଶିବ ବାବା ଗୁଲଗୁଲ କରି ଦେଉଛନ୍ତି। ତେବେ ବାବା ବହୁତ ଉପାୟ ସବୁ ବୁଝାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ
नमस्ते नमस्ते एवं सुप्रभात। धारणा पाई मुख्य सार 1 नंबर, खाइबा पीबार निकृष्ट इच्छा को छाड़ी देही अभिमानी होई सेवा करने को हेब। जोग बल द्वारा बाबा ठारू शक्ति ग्रहण करी निजर अवस्था को निर्भय एवं अटल करने को पड़िब। 2 नंबर, जो माने पाठ पढ़ारे तीक्ष्ण बुद्धि संपन्न एवं हुशियार अर्थात मेधावी अटंती सेमानकु सम्मान देबाकु हेब। जो माने बाट बणा होई जाइछंती सेमानकु रास्ता बताइबार उपाय बाहर करिबाकु हेब। समस्तंकर कल्याण करिबाकु पड़िब। वरदान, निजर महत्व को बा कर्तव्य को जानी पारिथिबा सदा जाग्रत ज्योति भव। निजर महत्व को बा कर्तव्य को जानी पारिथिबा सदा जाग्रत ज्योति भव। डिटेल्स, तुमे पिला माने जगतर ज्योति अट। तुम मानकर परिवर्तनर आधार रे विश्वर परिवर्तन हेब। सेथिपाई बीती जाइथिबा कथा को बीती करि देई निजर महत्व को बा कर्तव्य को जानी सदा जाग्रत ज्योति हुआ। तुमे माने गोटे सेकेंड रे निजर स्व परिवर्तन द्वारा विश्व परिवर्तन करि परिब। केवल अभ्यास कर। एबे एबे कर्मयोगी स्थिति, एबे एबे कर्मातीत स्थिति। जेपरी तुमर रचना कंछ गोटे सेकेंड रे निजर सबु अंग को संकुचित करि नेउछे, सही भली तुमे मास्टर रचयिता माने निजर एकत्रित करण शक्ति आधार रे गोटे सेकेंड रे सर्व संकल्प को निज भितरे समाहित करी गोटे संकल्प रे स्थित होई जाओ। स्लोगान, लवलीन स्थितिर अनुभव करिबा पई स्मृति विस्मृतिर युद्ध को समाप्त कर। लवलीन स्थितिर अनुभव करिबा पई स्मृति विस्मृतिर युद्ध को समाप्त कर। ओम शांति। मातेश्वरी जी का मधुर महावाक्य। अधाकल्प ज्ञान अर्थात ब्रह्माक दिन एवं अधाकल्प भक्ति अर्थात ब्रह्माक रात्रि। अधाकल्प ब्रह्मांकर दिन, अधाकल्प ब्रह्मांकर रात्रि। एबे रात्रि पाही सकाळ आसिबाकु जाउछि। एबे परमात्मा आसी अंधकारर अंत करी प्रभात आरंभ करुछन्ति। ज्ञान द्वारा आलोक एवं भक्ति द्वारा अंधकार हेउछि। गीतरे मध्य गाँति यही पापर दुनियारू दूर को कुआड़े नहीं चल, जेउठी हृदय को शांति मिलिब। यह हेउछि अशांत दुनिया, जेउठी शांति नहीं। मुक्ति अर्थात स्थिर ओ अस्थिरतारू ऊर्ध्व। सत्य जुग त्रेता जुग हेउछि शांतिर दुनिया, जेउ सुखधाम को समस्ते स्मरण करती। एबे तुमे शांतिर दुनिया को जाउछ, सेठाकु केही अपवित्र आत्मा प्रवेश करि परिबे नाही। सेमाने अंतिम समय रे धर्मराजंक ठारू दंड पाई कर्म बंधनरू मुक्त होई शुद्ध संस्कार नहीं जाती। काहींकि ना सेठारे कौनसी अशुद्ध संस्कार थाए ना पाप हुए। आत्मा निजर असल पिता को भूली जाइछि। एहा भूल भुलैयार अनादि खेल, विजय पराजयर खेल पूर्व प्रस्तुत अटे। सेथिपाई निजर यही सर्वशक्तिमान परमात्मा कठारू शक्ति नहीं विकार गुड़िक उपरे विजय प्राप्त करी 21 जन्म पाई राज्य भाग्य नेउछ। अच्छा, ओम शांति।